ଆମେ ଆସିଛୁ ଏଇଟା ଜୟପୁର ବନାଞ୍ଚଳ ତରଫରୁ ଆମର ଷ୍ଟାଫ୍ ସମସ୍ତେ ଫରେଷ୍ଟର ପ୍ଲେକାର୍ଡ ଆଉ ସ୍କ୍ୱାଡମାନେ ସମସ୍ତେ ଆସିଛୁ। ଆଉ ଯାହା ଆପଣ ଶୁଣିଥିଲେ 16 ତାରିଖ ରାତିରେ ଯୋଉ ମାନେ ଗୋଟେ ଆମେ 17 ତାରିଖ 3ଟା ସମୟରେ ଆମର ଗୋଟେ ଆସିଥିଲା ଭାଇରାଲ ମାନେ ଗୋଟେ ଭିଡ଼ିଓ ପାଇଲୁ ଆଉ ତାକୁ ତାଙ୍କର ଇନକ୍ୱାରି ପାଇଁ ଆମେ ଆସିଥିଲୁ। ଆଉ ଏଠି ସବୁ ପୋଗମାର୍କ ଯୋଉ ପଡ଼ିଥିଲା ସେଇଟା ସବୁ ଅନୁସନ୍ଧାନ କଲୁ। ଆଉ ସେ ସିସିଟିଭି କ୍ୟାମେରା ବି ଦେଖିଥିଲୁ। ଆଉ ସେଠୁ ଆମେ ଜାଣିଲୁ ଯେ ସେଇଟା ଆକ୍ଚୁଆଲି ପୋଗମାର୍କଟା ଛୋଟ ଅଛି। ତ ସେଇଟା ବୋଧହୁଏ ଆମର ଜଙ୍ଗଲ କ୍ୟାଟ୍ ହେଇଥାଇପାରେ। ତ ସେଥିପାଇଁ ଆମେ ଆଜି ଟ୍ରାପ୍ କ୍ୟାମେରା ପକେଇବା ପାଇଁ ଆସିଛୁ। ଆଉ ଟ୍ରାପ୍ କ୍ୟାମେରା 4ଟା ପକେଇଛୁ। ଆଉ ଆମ ସ୍କ୍ୱାଡ୍ ସବୁ ଅଛନ୍ତି ଆଜି ଆମର 4ଟା ଟ୍ରାପ୍ କ୍ୟାମେରା ଲାଗିଛି। ଆଉ ଆମର 87 ଜଣ ଟିମ୍ ଅଛନ୍ତି। ସେମାନେ ନାଇଟ୍ ଡ୍ୟୁଟି କରିବେ। ଆଉ ଟ୍ରାପ୍ କ୍ୟାମେରାରେ ଯାହା ଆସିବ ଆମେ ଅବଗତ କରିବୁ ସମସ୍ତଙ୍କୁ। ତା ସହିତ ମୁଁ ସମସ୍ତ ଜନସାଧାରଣଙ୍କୁ କହୁଛି ଯେ ସେମାନେ ଆତଙ୍କିତ ହୁଅନ୍ତୁ ନାହିଁ। ଆମେ ସବୁବେଳେ ତାଙ୍କ ସହିତ ରହିବୁ। ସେ ଆମକୁ ସହଯୋଗ କରନ୍ତୁ। ଆଉ ଯଦି କୌଣସି ଖବର ପାଉଛନ୍ତି ଆମକୁ ସାଙ୍ଗେ ସାଙ୍ଗେ ଜଣାନ୍ତୁ।